ଆଙ୍କୁଲି ଶିଳ୍ପାଞ୍ଚଳ ଶ୍ରୀ ସରସ୍ୱତୀ ଶିଶୁ ମନ୍ଦିରର 78ତମ ସ୍ୱାଧୀନତା ଦିବସ ପାଳିତ। ବ୍ରହ୍ମପୁର ଆଙ୍କୁଲି ଶିଳ୍ପାଞ୍ଚଳ ଶ୍ରୀ ସରସ୍ୱତୀ ଶିଶୁ ମନ୍ଦିରର 78ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜେନ୍ଦ୍ର ଶେଖର ପଟ୍ଟନାୟକ, ଶିଶୁ ମନ୍ଦିରର ଉପଦେଷ୍ଟା ଜ୍ୟୋତ୍ସ୍ନାରାଣୀ ପାତ୍ର, ପ୍ରଧାନ ଆଚାର୍ଯ୍ୟ ସୁଜାତା ପାତ୍ର, ଲୋକନାଥ ସାର୍ ଉପସ୍ଥିତ ରହି ପତାକା ଉତ୍ତୋଳନ କରିଥିଲେ। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଧୀନତା ଦିବସ କ'ଣ ପାଇଁ ପାଳନ କରାଯାଏ ସେ ବିଷୟରେ କିଛି ବକ୍ତୃତା ଦେଇଥିଲେ। ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଶିଶୁ ମନ୍ଦିରର ସମସ୍ତ ଗୁରୁଜୀ ଏବଂ ଗୁରୁମା ପରିଚାଳନା କରିଥିଲେ। ଗଞ୍ଜାମରୁ ଜିଲ୍ଲା ପ୍ରତିନିଧି ଜ୍ୟୋତିରଞ୍ଜନ ଗୌଡ଼ଙ୍କ ରିପୋର୍ଟ, ମଣିଭଦ୍ରା ଖବର। ଆପଣମାନଙ୍କର ସ୍ନେହ, ଶ୍ରଦ୍ଧା ଏବଂ ଭଲ ପାଇବାକୁ ପାଥେୟ କରି ମଣିଭଦ୍ରା ଖବର ୟୁଟ୍ୟୁବ୍, ଫେସବୁକ୍ ଏବଂ ପୋର୍ଟାଲରେ ତା'ର ସଫଳତା ବଜାୟ ରଖିଛି। ଏହାକୁ ଆହୁରି ଲୋକପ୍ରିୟ କରିବାକୁ ଇ-ପେପରର ଶୁଭାରମ୍ଭ ମଧ୍ୟ କରାଯାଇଛି। ଆମକୁ ଏହିଭଳି ପ୍ରେରଣା ଏବଂ ସହଯୋଗ ଯୋଗାଇବା ସହିତ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ମଣିଭଦ୍ରା ଖବର, ସମ୍ପର୍କ ଜନତାର।